ଛାତିରେ ଯନ୍ତ୍ରଣା ହେଲେ ଚିନ୍ତା ବଢ଼ିଯାଏ, ମନରେ ଭୟ ପଶେ। ହାର୍ଟ ଆଟାକ୍ ହେଲା କି? ହେଲେ ଛାତିର ସବୁ ଯନ୍ତ୍ରଣା ହାର୍ଟ ଆଟାକ୍ ନୁହେଁ। ଏନେଇ କିଛି କଥା ଜାଣି ରଖିବା ଦରକାର। ଛାତିରେ ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇପାରେ। ଯଦିଓ ହାର୍ଟ ଆଟାକ୍ ଛାତିରେ ଯନ୍ତ୍ରଣାର ଏକ ଗୁରୁତର କାରଣ, ଅନ୍ୟ କାରଣ ପାଇଁ ମଧ୍ୟ ଛାତିରେ ଯନ୍ତ୍ରଣା ହୋଇପାରେ। ଯେପରିକି ଏସିଡିଟି, ଷ୍ଟୋମାକ୍ ଅଲସର, ଗଲ୍ ବ୍ଲାଡର ଷ୍ଟୋନ୍ ହେଲେ ବି ଛାତିରେ ଯନ୍ତ୍ରଣା ହୋଇପାରେ। ପାନକ୍ରିଆସ୍ ପ୍ରଭାବିତ ହେଲେ କିମ୍ବା ନିମୋନିଆରେ ମଧ୍ୟ ଛାତି ଯନ୍ତ୍ରଣା ହୋଇପାରେ। ତେବେ ଛାତିରେ ଯନ୍ତ୍ରଣା ହେବାରେ ହାର୍ଟ ଆଟାକ୍ ଏକ ବଡ଼ କାରଣ। ହାର୍ଟ ଆଟାକ୍ର ପ୍ରଧାନ ଲକ୍ଷଣ ହେଲା ଛାତି ଯନ୍ତ୍ରଣା। ଏହା ମଝି ଛାତିରେ ହୋଇଥାଏ ଓ ବାମ ହାତ ଆଡ଼କୁ ପ୍ରସାରିତ ହୋଇଥାଏ। ଏହା ବେଳେବେଳେ ବେକ ପର୍ଯ୍ୟନ୍ତ ବା ଷ୍ଟୋମାକ୍ ପର୍ଯ୍ୟନ୍ତ ଯାଇପାରେ। ଏହାପରେ ଯଦି ରୋଗୀ ଜଣକ କାମ କରେ ତାହେଲେ ଯନ୍ତ୍ରଣା ବଢ଼ିଯାଏ, ଆଉ ଯଦି ବିଶ୍ରାମ କରେ ତାହେଲେ ଯନ୍ତ୍ରଣା କମିଯାଏ। ହାର୍ଟ ଆଟାକ୍ରେ ଯନ୍ତ୍ରଣା ହଠାତ୍ ଆରମ୍ଭ ହୁଏ। ଗ୍ୟାସ୍ ହେଲେ ପେଟର ଉପର ଭାଗ ଯନ୍ତ୍ରଣା ହେବ, ପାଟି ଆମ୍ବିଳା ଲାଗିବ, ଖଇ ହାକୁଟି ଦେବ। ହେଲେ ଛାତିର ସବୁ ଯନ୍ତ୍ରଣା ହାର୍ଟ ଆଟାକ୍ ନୁହେଁ। ଛାତିରେ ଯନ୍ତ୍ରଣା ହେଲେ ଅବହେଳା କରନ୍ତୁ ନାହିଁ। ତୁରନ୍ତ ଯାଇ ଏହାର ପରୀକ୍ଷା କରାଇ ନେବା ଦରକାର। ସନ୍ତୁଳିତ ଖାଦ୍ୟ ଖାଇବା ଉପରେ ଗୁରୁତ୍ୱ ଦେବା ଦରକାର। ଅଧିକ କୋଲେଷ୍ଟ୍ରଲ୍ ଥିବା ଖାଦ୍ୟଠାରୁ ଦୂରେଇ ରହିବା ଦରକାର।